ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯେଉଁମାନେ ଅବସର ଗ୍ରହଣ କରୁଛନ୍ତି ଏବେ କିଏ ରାଜନୀତିରେ ପ୍ରବେଶ କଲାଣି, କିଏ ବଡ଼ ବଡ଼ ସହରରେ ରହିଲାଣି, ଆଉ କିଏ ଅବସର ପରେ କିଛି ସଂସ୍ଥାରେ ଯାଇ ଲାଭଜନକ ପଦପଦବୀରେ ବି ଅବସ୍ଥାପିତ ହେଲେଣି। କିନ୍ତୁ ଆମେ ଏମିତି ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ କଥା ଆଜି ଆପଣମାନଙ୍କୁ ଜଣାଇବୁ ଯିଏ ଅବସର ପରେ ନିଜ ମାଟିକୁ ଫେରିଛନ୍ତି, ନିଜ ଗାଁକୁ ଫେରିଛନ୍ତି ଏବଂ ନିଜେ ଏକ ସୁନ୍ଦର ଫଳ ବଗିଚା ଏବଂ ସୁନ୍ଦର ପରିବା ବଗିଚା ନିଜ ହାତରେ କରିଛନ୍ତି। ଦୀର୍ଘ 7-8 ମାସ ହେଲାଣି ସେ ଆସି ନିଜ ଗାଁ ଅର୍ଥାତ୍ କେନ୍ଦୁଝର ଜିଲ୍ଲା ତେଲକୁଇ ବ୍ଲକର ଶିଙ୍କୁଳା ଭାଲ୍ଟରେ ଯେଉଁ ତାଙ୍କର ଅଛି ନିଜର ଫାର୍ମ ଅଛି, ସେ ଫାର୍ମରେ ସେ ବର୍ତ୍ତମାନ କାର୍ଯ୍ୟରତ ଏବଂ ବିଭିନ୍ନ ପ୍ରକାର ବେରି ଚାଷ କରିଛନ୍ତି, ବୋଇତାଳୁ ଚାଷ କରିଛନ୍ତି, ତରଭୁଜ ଚାଷ କରିଛନ୍ତି, ଆମ୍ବ କରିଛନ୍ତି, ପୋଖରୀ ଖୋଳିଛନ୍ତି ଏବଂ ବର୍ତ୍ତମାନ ସେ ନିଜେ ମଜି ଯାଇଛନ୍ତି ଚାଷ କାମରେ, ଯାହା ବର୍ତ୍ତମାନ ନିଶ୍ଚିତ ରୂପେ ଏକ ନିଆରା ପଦକ୍ଷେପ ବୋଲି କୁହାଯାଇପାରିବ। ଆସନ୍ତୁ ତାଙ୍କ ସହିତ ସିଧାସଳଖ କଥା ହେବା। ସଦାନନ୍ଦ ନାୟକ ସାର୍ ଯିଏ ପ୍ରଶାସନିକ ସେବା ଅଧିକାରୀରୁ ନିବୃତ୍ତ ହେବା ପରେ ବର୍ତ୍ତମାନ ଆସି ବଗିଚା ତାଙ୍କର ନିଜ ବଗିଚା କରିଛନ୍ତି। ଆଜ୍ଞା ଓଟିଭିକୁ ସ୍ୱାଗତ କରିବି। ପ୍ରଥମେ ଆଜ୍ଞା ନମସ୍କାର। ପ୍ରଥମେ ଆଜ୍ଞା ଗୋଟିଏ ପ୍ରଶ୍ନ ଆପଣଙ୍କ ପଚାରିବି ଯେ ବହୁତ ଗୁଡ଼ାଏ ଲୋକ ଯେଉଁମାନେ ପ୍ରଶାସନିକ ସେବା ଅଧିକାରୀ ଭାବେ ଅବସର ନେଲେ, ସେମାନେ ଆମେ ଦେଖିଲୁ ରାଜନୀତିକୁ ଗଲେ, କିଏ ଆଉ କୁଆଡ଼କୁ ଗଲେ, କିଏ ଲାଭଜନକ ସ୍ଥିତିରେ। ଆପଣଙ୍କୁ କ'ଣ ଲାଗିଲା, ଏମିତି କ'ଣ ଭାବିଲେ ଯେ ଆପଣ କେଉଁ ଜାଗାରେ ପ୍ରଥମେ ଆପଣଙ୍କର କାମ କରୁଥିଲେ, ଶେଷ ପର୍ଯ୍ୟାୟରେ କେଉଁ କେଉଁ ଜାଗାରେ କାମ କରୁଥିଲେ ଏବଂ କ'ଣ ଲାଗିଲା ଯେ ଆପଣ ଏଇ ବଗିଚା ପ୍ରତି ଆପଣଙ୍କର ମୋହ ଆସିଗଲା? ସମସ୍ତଙ୍କୁ ମୋର ନମସ୍କାର। ମୁଁ ସଦାନନ୍ଦ ନାୟକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ। ବାସ୍ତବିକ ଏଇ ପରିବେଶକୁ ମୁଁ ଆସିବାର କାରଣ ହେଉଛି ଯେ ମୋ ଘର ଏଇ ଗ୍ରାମାଞ୍ଚଳରେ, ଏଇ ଜାଗାରୁ ମୁଁ ବଢ଼ିଛି ଏବଂ ବିଗତ 34 ବର୍ଷ ହେଲା ମୁଁ କାମ କରି ବିଭିନ୍ନ ଅଭିଜ୍ଞତା ନେଇଛି। ଏଇ ପରିବେଶକୁ ଫେରିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି 25 ବର୍ଷ ପୂର୍ବେ ମୁଁ ଗୋଟେ ଘଟଗାଁରେ ବିଡ଼ିଓ ଥିଲି। ସେତେବେଳେ ଏଇ ଆମ ଅଞ୍ଚଳର, ଏଇ ତେଲକୁଇ ଅଞ୍ଚଳର ଚାଷୀ ଭାଇମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ପ୍ରଥମେ ବିଭିନ୍ନ ଉନ୍ନତ କିସମର ଆମ୍ବ ଜିଲ୍ଲା ପ୍ରଶାସନ ସହାୟତାରେ କରିଥିଲୁ। ପ୍ରାୟ ସେତେବେଳେ 10ଟି ପଞ୍ଚାୟତରେ ହେଇଥିଲା 2000 ହେକ୍ଟରରେ। ପରବର୍ତ୍ତୀ ସମୟରେ ଲୋକମାନେ ସେଥିରୁ କିଛି ଆର୍ଥିକ ସହାୟତା ପାଇଲେ। ଆମେ ଅବସର ଗ୍ରହଣ କଲା ପରେ ଫେରିଆସି ସେଇ ଭାଇମାନଙ୍କ ସହିତ ସାମିଲ ହେବାକୁ ଚାହିଁଛି ଏବଂ ଏଇ କିଛି ଯୁବପିଢ଼ି ଯେଉଁମାନେ କି ଚାଷ ପ୍ରତି ବିମୁଖ ହୋଇଛନ୍ତି ତାକୁ ପୁଣି ଚାଷ ସହିତ ସାମିଲ ହେଇ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ମୁଁ ଏଇ ଯୋଜନାଟି କରିଛି। ଆପଣ ଶେଷ ସମୟରେ ଯେ ସମୟରେ ଅବସର ଗ୍ରହଣ କଲେ, କେଉଁ କେଉଁ ବିଭାଗରେ କେଉଁ କେଉଁ ଦାୟିତ୍ୱରେ ଥିଲେ ଏବଂ ସେଥିରେ ଆପଣଙ୍କର କ'ଣ ସଫଳତା ରହିଥିଲା? ମୁଁ ଶେଷ ସମୟରେ ମୁଁ ଥିଲି ପରିଚାଳନା ନିର୍ଦ୍ଦେଶକ ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ୍ ଏବଂ କାଜୁ ଡେଭଲପମେଣ୍ଟ କର୍ପୋରେସନ୍ର ମ୍ୟାନେଜିଂ ଡାଇରେକ୍ଟର ଥିଲି ପ୍ରାୟ 4 ବର୍ଷ। ସେଥିରେ ମୁଁ ଆଗ୍ରୋ ଇଣ୍ଡଷ୍ଟ୍ରିରେ ଯେତେବେଳେ ରହିଲି, ସାରା ଓଡ଼ିଶାରେ ବିଭିନ୍ନ ଜାଗାରେ ଲିଫ୍ଟ ଇରିଗେସନ୍ ପଏଣ୍ଟ, ଯେଉଁଟା ଜଳନିଧି ଯୋଜନା 2ରେ ଚାଷୀମାନଙ୍କ ସହିତ ସଂଶ୍ଳିଷ୍ଟ ମିଶିକି ରହିଛି ଏବଂ ତାଙ୍କଠାରୁ ବି ଅନେକ ଅଭିଜ୍ଞତା ପାଇଛି। ବାଲେଶ୍ୱରର ଏଭଳି ଗୋଟେ ଜାଗା ଯେଉଁଠିକି 100 ଏକରରେ ଚାଷ ହେଇଛି, ପାଖାପାଖି ଆମେ 70ଟା ଲିଫ୍ଟ ଇରିଗେସନ୍ ପଏଣ୍ଟ କରିଥିଲୁ। ସେଥିରେ 3 ଲେୟାରର ଚାଷ କରୁଛନ୍ତି ଭାଇମାନଙ୍କର। ସେମାନେ ପମ୍ପରେ କରୁଥିଲେ। ଆମେ ଯେତେବେଳେ ଜଳନିଧି ନେଲୁ ସେମାନେ ବହୁତ ଉତ୍ସାହିତ ହେଲେ। ମୁଁ ସେଇ ବାର୍ତ୍ତା ଅନ୍ୟ ଜାଗାରେ ପ୍ରଚାର କରିବା ସହିତ ମୋ ଅଞ୍ଚଳର ଭାଇ, ଏଇ ପାଖରେ ଗୋଟେ ବିଞ୍ଜବାହାଳ ଗୋଟେ ଗାଁ, ସେଥିରେ ଆମେ 50ଟା ଜଳନିଧି ପ୍ରୋଜେକ୍ଟ କରିଛୁ, ଯେଉଁଥିରେ କି ସେମାନେ ମଟର ପମ୍ପରେ କରୁଥିଲେ ଏବଂ ତାଙ୍କର ଉତ୍ସାହ ଦେଖି ମୁଁ ଦେଖିଲି ଯେ ଯୁବପିଢ଼ି ଯେଉଁମାନେ ଯେଉଁମାନେ ଚାଷକୁ ଆଗ୍ରହ ପ୍ରକାଶ ନ କରି କିଏ ମୋବାଇଲ ଦେଖୁଛି, କିଏ ବଜାରରେ ବୁଲୁଛି, ସେମାନେ ଲକ୍ଷ ଲକ୍ଷ ଟଙ୍କା କମାଉଛନ୍ତି। ମୋତେ ବି 2-3 ଥର ଡାକି ସାରିଲେଣି। ତ ଆଜି ଯେଉଁ ସରକାରଙ୍କର ଅନେକ ସ୍କିମ୍ ଅଛି, ସେଇ ସ୍କିମ୍ ମାଧ୍ୟମରେ ଆମର ଏଇ ଅଞ୍ଚଳରେ 70% ଜମି ଢିପ ଜମି ଏବଂ ଯେକୌଣସି ଫଳ ଚାଷ ପାଇଁ, ପନିପରିବା ଚାଷ ପାଇଁ ଉପଯୋଗୀ। ଯିଏ ଏଥିରେ ଉଦ୍ୟମ କରିବ ସେ ନିଜ ଗୋଡ଼ରେ ଛିଡ଼ା ହୋଇପାରିବ, ଯେକୌଣସି କାର୍ଯ୍ୟରେ ନିୟୋଜିତ ହେବ ତାଠାରୁ ଅଧିକ ଏଥିରେ ଲାଭବାନ ହୋଇପାରିବ।
କ'ଣ କ'ଣ ଆପଣଙ୍କର ଏଇଠି ଲାଗିଛି? ଆମେ ଦେଖୁଥିଲୁ ଆପଲ୍ ବେରି ଲାଗିଛି, ବିଭିନ୍ନ ପ୍ରକାର ଫଳ ଲାଗିଛି, କ'ଣ କ'ଣ ଲାଗିଛି ବର୍ତ୍ତମାନ ସୁଦ୍ଧା ଆପଣ? ବର୍ତ୍ତମାନ ଏଇ ଜାଗାରେ ଏଠାରେ 7 ଏକର ଜମି ଅଛି। ଏଇ ଜାଗାରେ ବର୍ତ୍ତମାନ ଆମର ଆପଲ୍ ବେର୍ 450 ଲାଗିଛି ଏବଂ 2 ଏକର ଜାଗାରେ ଯେଉଁଟା ଇଣ୍ଟରକ୍ରପିଂରେ କଖାରୁ ଅର୍ଜୁନ ଭେରାଇଟିର କଖାରୁ କରିଛି। ଏଟା 5-6 ଜଣ ଲୋକ କାମ କରୁଛନ୍ତି, ସେମାନଙ୍କୁ କିଛି ରୋଜଗାର ମିଳିପାରୁଛି। ଫଳ ବି ଭଲ ହେଇଛି। ତା ସହିତ ଆମ୍ବ 200 ଇଏ ହେଉଛି କେଶର ଭେରାଇଟି, ଯେଉଁଟାକି ଗୁଜୁରାଟରେ ଫେମସ୍। ଏ ଅଞ୍ଚଳରେ ସେ ଆମ୍ବ ନୁହେଁ। ସେ ଆମ୍ବକୁ ଆମେ ଏଠି ଷ୍ଟାର୍ଟ କରିଛୁ। ଏଇ ମାଟିରେ ସେଟା ସଫଳ ହେବ କି ନାହିଁ ପରୀକ୍ଷା ବି ଆମ ପାଇଁ ଗୋଟେ ଚ୍ୟାଲେଞ୍ଜ। ଦଶେରୀ ଏ ଅଞ୍ଚଳରେ ବହୁତ ଚାଷ କରୁଛନ୍ତି। ଅନେକ ଜାଗାରେ ଏଠି ଡିଷ୍ଟ୍ରେସ୍ ସେଲ୍ ବି ହେଉଛି। ଯେତେବେଳେ ଅଧିକ ଫଳ ହେଉଛି ଆମେ ଜିଲ୍ଲା ଇଏ ହର୍ଟିକଲଚର ଡିପାର୍ଟମେଣ୍ଟ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ୍ ସହିତ ଯୋଗାଯୋଗ ମଧ୍ୟ ରଖିଛୁ ଯେ ଆମର ଭାଇମାନଙ୍କର ଯେଉଁ ଡିଷ୍ଟ୍ରେସ୍ ସେଲ୍ ହେଉଛି ଏଟା କୋଲ୍ଡ ଷ୍ଟୋରେଜ୍ କରିବା ପାଇଁ ଆମ ପ୍ରୟାସ ଜାରି ରହିଛି। ଆଉ ଗୋଟିଏ ହେଇଛି ମାଛ ପାଇଁ ଏଠି ଆମର 2ଟି ପୋଖରୀ କରିଛୁ। ଇଏ ତ ଜଷ୍ଟ ଏଇ ବର୍ଷ ହିଁ ଆରମ୍ଭ କରିଛୁ। ଆମ ମୁଖ୍ୟତଃ ଗୋଟେ ଜାଗାରେ ଯେଉଁଟାକି ଇଣ୍ଟିଗ୍ରେଟେଡ୍ ଫାର୍ମିଂ ସିଷ୍ଟମରେ ଆମେ କିଛି କାମ କରିବାକୁ ଚାହୁଁଛୁ। କୃଷି ବିଭାଗ ସହିତ ମୁଁ ଯେହେତୁ ବିଗତ 5 ବର୍ଷ ହେଲା ଜଡ଼ିତ ଥିଲି, ବିଭିନ୍ନ ଜାଗାରେ ଚାଷୀ ଭାଇମାନଙ୍କ ସହିତ ମୁଁ ସମ୍ପୃକ୍ତ ଥିଲି ଏବଂ କାଜୁ କର୍ପୋରେସନ ବିଶେଷ କରି ନ୍ୟାସନାଲ୍ ଲେବୁଲରେ ଆୱାର୍ଡ଼ ପାଇଛୁ ବେଷ୍ଟ ଓଡ଼ିଶା ବେଷ୍ଟ କାଜୁ ପ୍ରଡକ୍ସନ୍ ଏବଂ ତାର ଗ୍ରାଫ୍ଟ ତିଆରି କରିବାରେ। ଚାଷୀ ଭାଇମାନଙ୍କ ସହିତ ଯେଉଁ ଓଡ଼ିଶାର ଚାଷୀ ଭାଇମାନଙ୍କ ସହିତ ମିଶିଛି ଏବଂ ଶିଖିଛି କିଛି, ମୁଁ ଆମ ଅଞ୍ଚଳର ଭାଇମାନଙ୍କ ମଧ୍ୟରେ ସେଇ ଶିକ୍ଷାଟାକୁ ବିତରଣ କରିବାକୁ ଚେଷ୍ଟା କରିଛି। ଆଚ୍ଛା, ଏଇ ଯେଉଁ ବେରି ସବୁ ଲଗେଇଛନ୍ତି ଆପଣ, ଇଏ ପୁରା ଫଳିକି ପୁରା ବହୁତ ବଢ଼ିଆ ଦେଖାଯାଉଛି। ଇଏ କେତେ ଦିନର ଗଛ, କେମିତି ଆପଣ ଲଗେଇଲେ ବୋଲି ନୂତନ ଚାଷୀମାନଙ୍କୁ କ'ଣ କହିବେ? ଏଇ ଯେଉଁ ଗତ ବର୍ଷ ଏମିତି ଚାଷୀମାନଙ୍କ ସହିତ ମିଶିବା ଭିତରେ ମୁଁ କଙ୍କଡ଼ାହାଡ଼ ଜଣେ ଚାଷୀ ଅଜିତ କୁମାର ମହାନ୍ତ ତାଙ୍କ ଫାର୍ମକୁ ଯାଇଥିଲି। ସେଥିରେ 70 ଏକର ଜାଗା କଣ୍ଟାକ୍ଟ ଫାର୍ମିଂରେ ସେ କରିଥିଲେ ଏବଂ ସେଥିରେ ଏଇ ଯେଉଁ ନୂତନ ଭେରାଇଟିର ବେରି ପ୍ରଥମ ଭାବରେ ସେଟା ଟେଷ୍ଟ କଲି। ତାହା ଅତି ଉନ୍ନତମାନର, ବହୁତ ସୁନ୍ଦର। ତାକୁ ଆମେ ଖାଇଲା ପରେ ଆପଲ୍ ଖାଇବାକୁ ଇଚ୍ଛା ହେଲା ନାହିଁ। ସେଇ ତାକୁ ଦେଖିକି ଅନୁପ୍ରାଣିତ ହୋଇ ଗତ ମେ ମାସରେ କିଛି ଜାଗାରେ ମୋର ଏଇ ଢିପ ଫାଙ୍କା ଜାଗା ଥିଲା, ସେଥିରେ ଏଇ ଗଛ ଲଗେଇଛୁ 400 ଗଛ। 3ଟା ଭେରାଇଟି ଅଛି, ଗୋଟେ ଗ୍ରୀନ୍ ଆପଲ୍ ବେର୍, ଆଉ ଗୋଟେ ବଲ୍ ସୁନ୍ଦରୀ, ଆଉ ଗୋଟେ କାଶ୍ମୀର ଆପଲ୍ ବେର୍। ଏଇ ଗଛଟି ମେ ମାସରେ ଲଗା ହେଇଥିଲା। ତାର ହର୍ଟିକଲଚର ଯେଉଁ ଲୋକ ଅଛନ୍ତି କର୍ମଚାରୀଙ୍କ ସହିତ ଯୋଗାଯୋଗ କରି ଆମେ ଯତ୍ନ ନେଇଛୁ। ସେପ୍ଟେମ୍ବର ମାସରେ ଫ୍ଲାୱରିଂ ହେଲା। ବର୍ତ୍ତମାନ ପ୍ରାୟ ଭଲ ଗଛ ଯେଉଁଠି ହେଇଛି 20 କିଲୋ ପର୍ଯ୍ୟନ୍ତ ହେଇଛି। ଆମର ବ୍ୟବସାୟିକ ଅଭିଜ୍ଞତା ନାହିଁ, ତେଣୁ ପର୍ଯ୍ୟାୟକ୍ରମେ ପ୍ରଥମ ବର୍ଷ ଆମେ ଚେଷ୍ଟା କରୁଛୁ ପାଖ ଚାଷୀ ଭାଇମାନଙ୍କ ସହିତ ମିଶି କି ଯେଉଁମାନେ ଛୋଟ ଛୋଟ ବ୍ୟବସାୟ କରୁଛନ୍ତି ତାଙ୍କ ସହିତ ନେଇ ବିତରଣ କରୁଛୁ। କିନ୍ତୁ ଅନ୍ୟଠାରେ ଆମେ ବି ଶୁଣୁଛୁ ଏଇଟା ଗୋଟେ ଲାଭଜନକ ଫସଲ। ଆଗାମୀ ଦିନରେ ସେଥିରୁ ଲାଭ ମିଳିବ ବୋଲି ଆଶା କରୁଛୁ। ଆପଣ ଦେଖିଥିବେ ଯେ ତେଲକୁଇ ଏମିତି ଗୋଟେ ଜାଗା ଯେଉଁଠି ବହୁତ ଯୁବ ଚାଷୀ ତରଭୁଜ ଚାଷ କରନ୍ତି, ଆମ୍ବ ଚାଷ କରନ୍ତି, ଆଉ ଏଇ ଯେଉଁ ବେରି ବି ବହୁତ ଯୁବ ଚାଷୀ କଲେଣି। ତ ସେମାନେ କିପରି ଭାବରେ ଯେଉଁ ଫଳ ଚାଷ କରିବେ, ସରକାରୀ ପ୍ରୋତ୍ସାହନ କିପରି ଭାବରେ ପାଇବେ, କିପରି ଢଙ୍ଗରେ ସେମାନେ ଆରମ୍ଭ କରିବେ, ତାକୁ ନେଇକି ଆଜ୍ଞା କ'ଣ କହିବେ? ବର୍ତ୍ତମାନ ତେଲକୁଇର ମାଟି, ପାଣି, ପବନ ଫଳ ଚାଷ ପାଇଁ ବହୁତ ଉତ୍କୃଷ୍ଟ। ଏହାର ବହୁତ ଭବିଷ୍ୟତ ଅଛି। ବର୍ତ୍ତମାନ ବିଶେଷ କରି ଆଗେ ହେମସାଗର ଆଉ ଲେଙ୍ଗଡ଼ା ପାଇଁ ତେଲକୁଇ ଫେମସ୍ ଥିଲା। ବର୍ତ୍ତମାନ ଦଶେରୀ ମଧ୍ୟ ପାଇଁ ବହୁତ ଫେମସ୍। ପ୍ରାୟ 300 ହେକ୍ଟର ଜମିରେ ପ୍ରାୟ ଚାଷ କରୁଛନ୍ତି ଏଇ ଜାଗାରେ ଦଶେରୀ ମେନଲି। କିନ୍ତୁ ବର୍ତ୍ତମାନ ଦେଖାଯାଇଛି ବିଗତ ଦିନରେ ବାହାର ଚାଷୀ ମାନେ ବେପାରୀମାନେ ଆସି ଅଳ୍ପ ପଇସାରେ ଏବଂ ସେ ନେଉଛନ୍ତି, କେତେକ ଜାଗାରେ ସେମାନେ ପଇସା ବି ପାଉନାହାନ୍ତି। ଏଥିରେ ବର୍ତ୍ତମାନ ଆମର ହର୍ଟିକଲଚର ବିଭାଗ କିମ୍ବା ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ୍ ତାଙ୍କୁ ସହାୟତା କରିବାର ବହୁତ ଆବଶ୍ୟକତା ରହିଛି। ଏଠି ଜଗମୋହନପୁର ଗୋଟେ NH ଉପରେ ଗୋଟେ ପଏଣ୍ଟ ଅଛି। ସେ ଜାଗାରେ ଆମର ଆବଶ୍ୟକତା ରହିଛି ଗୋଟେ ମଣ୍ଡିର। ଯେକୌଣସି ଜାଗାରେ ମହାରାଷ୍ଟ୍ର କୁହନ୍ତୁ, ଗୁଜୁରାଟ କୁହନ୍ତୁ, ଯେକୌଣସି ଜାଗାରେ ଚାଷ ଉପରେ ନିର୍ଭର କରିଛନ୍ତି ଭାଇମାନେ, ତାଙ୍କ ପାଇଁ ଏକ କୋଅପରେଟିଭ ସୋସାଇଟି ଦରକାର। ମାର୍କେଟିଂ ପାଇଁ
ପ୍ରଶାସନର ସହାୟତା ଦରକାର। ଏ ଜିଲ୍ଲାରେ DMF ଫଣ୍ଡ ଯଥେଷ୍ଟ ପରିମାଣରେ ଅଛି, ସେଥିରେ ଯଦି ପ୍ରଶାସନ ସହାୟତା କରିବ ଚାଷୀ ଭାଇମାନେ ଉପକୃତ ହେବେ। ଅନେକ ସମୟରେ ଝଡ଼ ବର୍ଷା ଆସେ, ଆସିଗଲା ଟ୍ରକ୍ ଆମ୍ବ ପଡ଼ିଯାଏ, ସେଇ ତାର ଫୁଡ୍ ପ୍ରୋସେସିଂ ଯେଉଁ ୟୁନିଟ୍ର ଆବଶ୍ୟକତା ରହିଛି ସେଥିରେ ସେମାନେ କିଛି 0 ପଇସା, ଯେଉଁଟା ଗୋଟେ ବି ପଇସା ପାଇପାରୁନାହାନ୍ତି। ପାଚିଗଲେ ପଚି ଯାଉଛି, ଝଡ଼ ବତାସ ଆସିଲେ ପଡ଼ିକିରି ନଷ୍ଟ ହେଇଯାଉଛି। ତାକୁ ଯଦି ପ୍ରୋସେସିଂ କରିବାର କୌଣସି ବ୍ୟବସ୍ଥା କରାଯାଆନ୍ତା ଏ ଅଞ୍ଚଳ ଚାଷୀ ଭାଇମାନେ ଉପକୃତ ହୁଅନ୍ତେ। ଏବଂ ଯେଉଁ ତରଭୁଜ ବି କରୁଛନ୍ତି, ବହୁତ ଅଳ୍ପ ତରଭୁଜ ବାହାରକୁ ଯାଉଛି, କିନ୍ତୁ ଡିଷ୍ଟ୍ରେସ୍ ସେଲ୍ ସବୁଥିରେ ହେଉଛି। ଏ ଅଞ୍ଚଳରେ ଆଉ ଗୋଟେ ସମସ୍ୟା ଅଛି, ଏଲିଫ୍ୟାଣ୍ଟ ମେନାନ୍ସ। ବିଭିନ୍ନ ସମୟରେ ହାତୀ ଯାଇ ନଷ୍ଟ କରୁଛନ୍ତି, ସେଥିପାଇଁ ଇଲେକ୍ଟ୍ରିକ୍ ବି କଟା ହେଇଯାଉଛି, ଯାହାଫଳରେ କି କୌଣସି ଯୁବ ଉଦ୍ୟୋଗୀ କୌଣସି ଇଣ୍ଡଷ୍ଟ୍ରି କରିବା ପାଇଁ ବି ସାହସ କରିପାରୁନାହାନ୍ତି। ସେ ବାବଦରେ ପ୍ରଶାସନ ସହଯୋଗ କଲେ ଏ ଚାଷୀ ଭାଇମାନେ, ୟଙ୍ଗ ପିଲାମାନେ ଯେଉଁ ନୂଆ ଉଦ୍ୟୋଗୀ ସୃଷ୍ଟି ହେଉଛନ୍ତି ସେମାନେ ଲାଭବାନ ହେଇପାରିବେ। ଆପଣ ଅବସର ପରେ ଘରକୁ ଆସିଲେ, ଆମେ ଦେଖୁଛେ ଅବସର ପରେ ବହୁତ ଆଇଏଏସ୍ ଅଛନ୍ତି ଯେଉଁମାନେ ରାଜନୀତିରେ ଯୋଗ ଦେଉଛନ୍ତି, ରାଜନୀତିକୁ ସେବା ମାଧ୍ୟମ କରିଛନ୍ତି। ଆପଣଙ୍କୁ ଯଦି ସୁଯୋଗ ମିଳେ, କାରଣ 2024 ନିର୍ବାଚନ ପାଖରେ ଅଛି, ଆପଣଙ୍କୁ ଯଦି ସୁଯୋଗ ମିଳେ, କାରଣ ଆପଣ ଜଣେ ମାଟି ସହିତ ଜଡ଼ିତ ଅଛନ୍ତି, ତେଲୁକୁଇ ମାଟି ସହିତ ଲୋକଙ୍କ ସହିତ ଜଡ଼ିତ ଅଛନ୍ତି, ଯଦି ଆପଣଙ୍କୁ ସୁଯୋଗ ମିଳେ କିମ୍ବା ଆପଣ ଚାହୁଁଛନ୍ତି କି ରାଜନୀତିରେ ପ୍ରବେଶ କରିବା, ଏଇ ଅଞ୍ଚଳର ଏଇ ଯେଉଁ ସାମଗ୍ରିକ ବିକାଶ ଯେଉଁ ରାଜନୈତିକ ସ୍ଥାଣୁତା ସୃଷ୍ଟି ହେଇଛି ତାକୁ ନେଇ କିଛି ଆଗକୁ କରିବା, ସେମିତି କିଛି ବିଚାର ଅଛି? ସେଇଭଳିଆ ସେମିତି କିଛି ଯଦିଓ ବିଚାର ନାହିଁ, କିନ୍ତୁ ମୋର ଅଞ୍ଚଳର ଭାଇମାନଙ୍କ ପାଇଁ ମୁଁ କୌଣସି ପଦବୀରେ ଥାଉ ବା ନଥାଉ ମୁଁ ତାଙ୍କୁ ସେବା କରିବା ପାଇଁ ମୁଁ ନିଜକୁ ଉତ୍ସର୍ଗୀକୃତ କରୁଛି। କାରଣ ବିଗତ 35 ବର୍ଷ ହେଲା ମୁଁ ସାରା ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ କରିଛି ଏବଂ ଲୋକମାନଙ୍କ ଦ୍ୱାରା ଆଦୃତ ହୋଇଛି। ତାଙ୍କୁ ଯେକୌଣସି ଜାଗାରେ ମୁଁ ଗୋଟେ କୌଣସି ଅସୁବିଧା ସମୟରେ କି ଅସୁବିଧା ଜାଗାରେ ମୁଁ କାମ କରିଛି ଏବଂ ଲୋକମାନଙ୍କ ଦ୍ୱାରା ମୁଁ ଆଦୃତ ହୋଇସାରିଛି। ମୁଁ ସେଇ ତାଙ୍କର ଅଭିଜ୍ଞତା ନେଇ ମୋ ଅଞ୍ଚଳର ଭାଇ ଭଉଣୀଙ୍କ ପାଇଁ ମୁଁ କିଛି କରିବା ପାଇଁ ଚାହୁଁଛି। ଇଏ ଗୋଟେ ଯେମିତି ମାଧ୍ୟମ କୃଷି କ୍ଷେତ୍ରରେ ତାଙ୍କୁ ସହାୟତା କିଛି କରିବା ପାଇଁ, ଅନ୍ୟ ସାମାଜିକ କ୍ଷେତ୍ରରେ, ଅନ୍ୟ କ୍ଷେତ୍ରରେ ମୁଁ ମଧ୍ୟ କାମ କରିପାରିବି ଏବଂ ତାଙ୍କ ସହିତ ତାଙ୍କର ଆସ୍ଥା ଭଜନ ହେଇପାରିବି। ସେମିତି କିଛି ପାଇଁ ମୋର ପଦବୀର ଆବଶ୍ୟକତା ନାହିଁ, କିନ୍ତୁ ମୋର ଆପ୍ରାଣ ଶେଷ ସମୟ ପର୍ଯ୍ୟନ୍ତ ମୁଁ ଲୋକଙ୍କ ସେବା କରିବି। ନିଶ୍ଚିତ ରୂପେ ଶେଷ ପର୍ଯ୍ୟନ୍ତ ଲୋକଙ୍କ ସେବା କରିବେ, କାରଣ ଦୀର୍ଘ 35 ବର୍ଷର ଚାକିରି ଭିତରେ ସେ ବହୁତ ଅଭିଜ୍ଞତା ସାଉଁଟିଛନ୍ତି। ସେଇ ଅଭିଜ୍ଞତାକୁ ବର୍ତ୍ତମାନ ସେ ତାଙ୍କ କାମରେ ଲଗାଉଛନ୍ତି, ଲୋକଙ୍କ କାମରେ ଲଗାଉଛନ୍ତି ଏବଂ ଗୋଟେ ଆଦର୍ଶ ଚାଷୀ ବର୍ତ୍ତମାନ ଏ ଅଞ୍ଚଳର ତାଙ୍କୁ ପରିଗଣିତ କରିପାରିଛି। ତେଲକୁଇରୁ ଚିନ୍ମୟ କୁମାର ସାହୁ, OTV।